ନାଇଁ 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 ଛାଡ଼ି ଦିଅ ମତେ ମୁଁ ମୋ ସ୍ୱାମୀଙ୍କ ପାଖକୁ ଯିବି ଛାଡ଼ି ଦିଅ ମତେ କାହାକୁ ତମକୁ ଛାଡ଼ିଦେବି ଜାଣୁନ କ'ଣ ହଉ ହେଇବା ଚାହୁଁନା ସୁଯୋଗକୁ ଛାଡ଼ି ଦେଇ ଆଜି ମୁଁ କାନ୍ଦୁଛି 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 ସବୁ ଆଶା ଛାଡ଼ ସେ କୁଷ୍ଠରୋଗିଆ ଶାମ୍ବ ସିଏ ଏବେ ଯାଇକି ଯମପୁରରେ କଞ୍ଚା ଚୁଡ଼ାକୁ ଗୁଡ଼ ତାକୁ ଖାଇ ରହିଥିବ ଚୁପ୍ ପାପି ରୁହ ତୁମେ ମୋ ହାତ ଧର ସୁଖେ କାଟ କେତେ ଦିନ ଆରେ ଆସ ଚୁପ୍ ପାପି ତୁ ମୋ ସ୍ୱାମୀଙ୍କର କାମନା କରୁଛୁ ଅମଙ୍ଗଳ ଭଲ ଭଲ କହୁଛି ମତେ ମୋ ବାଟ ଛାଡ଼ିଦେ ମତେ ଯିବାକୁ ଦେ ନଚେତ୍ ମୋ ସ୍ୱାମୀ ଯଦି ଏଠାକୁ ଆସିଯିବେ ନା ତତେ ତୋ ତଣ୍ଟି ଚିପି ଯମଙ୍କ ନିକଟକୁ ପଠେଇଦେବେ ଛାଡ଼ ମୋ ବାଟ ତମେ ଆଉ ଥରେ ମୋ ଦେହରେ ଖାଲି ଟିକେ ବାଟେ ଛାଡ଼ିଦେବି ଏତେ ପରିଶ୍ରମର ମୂଲ୍ୟ ପାଖରେ ପାଇକି ମୁଁ ଛାଡ଼ିଆ ଲୋକ ଯା କଣ ଥରେ ମୋ କଥା ବୁଝିଲେ ଯାଇଯିବ ଆସ ମୁଁ ଖୋଲିବି ନା ତୁମେ ଖୋଲିବ ନାଇଁ ଆସ 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 ସୁଯୋଗକୁ ଛାଡ଼ି ଦେଇ ଆଜି ମୁଁ କାନ୍ଦୁଛି ସୁଯୋଗକୁ ଛାଡ଼ି ଦେଇ ନାଇଁ ରେଡ଼ି ଅଛି ଆସ ତମେ ଯଦି ମୋର ନୁହଁ ତାହେଲେ କାର ମାରିଦେବି ମୁଁ ଚୁଡ଼ା ମୋର ସବୁ ହିସାବ କଡ଼ାକୁ କଡ଼ା ଆସ ଆସ ମାରିଦେବି ସୁଯୋଗକୁ ତୁମ ହାତ ଯୋଡୁଛି ଛାଡ଼ିଦିଅ ମତେ ମୁଁ ତୁମ କନ୍ୟା ପରି ମାରିଦେବି ମୋର ହାତ ଭାଗିନି ଦିଏ ମାରିଦେବି ଛାଡ଼ିଦିଅ ମତେ ନାଇଁ ରେ ଭୁଲ ହେଇଗଲା ତତେ ନୁହେଁ
ମୁଁ ତାକୁ ଦଉଥିଲି ତାକୁ ଦଉଥିଲି ତଳେ ରଖିଦିଅ। ଚୁଡ଼ା ସୁଯୋଗକୁ ଛାଡ଼ି ଦେଇ ତୋର ଆଉ ଅଛି ନା ତୁ ସୁଯୋଗ ଛାଡ଼ିବୁ? ଆଜି ମୁଁ କାନ୍ଦୁଛି। କିଏ କାନ୍ଦୁଛି? ପ୍ରେମ ହାଣ୍ଡିରେ ଚାଉଳ ହୋଇ ଆଜି ମୁଁ ସିଝୁଛି। ସୁଯୋଗକୁ ଏ ଚୁଡ଼ା ବନ୍ଦ କରି ତୁ ଏ ଗୀତା ଭାଗବତ କୋଉଦିନ ପଢିଲୁନୁ? ସୁଯୋଗକୁ କଣ ଖାଲି ସୁଯୋଗ ବେ କଣ? ସୁଯୋଗକୁ ଛାଡ଼ି ଦେଇ ଆଜି ମୁଁ ବଧ କର ସ୍ୱାମୀ, ଏ ମହାମୂର୍ଖ ଆମକୁ ଦେଇଛି ବହୁତ ଯାତ୍ରଣା। ବଧ କର। କଣ କର କଣ କଣ କର? ସେଟା ବୁଝିପାରିବୁନି। ନାଇଁ ଆପଣ କୁହନ୍ତୁ, ମୁଁ ବୁଝିବି। ମୁଁ କହିବି ଯେ ମୁଁ ଆଗ ବୁଝେଇଦେବି ତାପରେ କହିବି। ବୁଝାନ୍ତୁ। ବୁଝେଇବା? ଠିକ ଅଛି। ସୁଯୋଗକୁ ଛାଡ଼ି ମୁଁ କାନ୍ଦୁଛି। କଣ ସୁଯୋଗକୁ ଛାଡ଼ିଦେବୁ? ଆପଣ କୁହନ୍ତୁ କଣ ସୁଯୋଗଟା ଛାଡ଼ିଲୁ ମତେ କହୁନୁ? ମୁଁ ଆଗ ବୁଝେଇ କହ। ସିଏ ଆମ ତମ କଥା ଆଉ। କା ସିଏ ତୋର କଣ କି? ସୁଯୋଗକୁ ଛାଡ଼ି ମତେ ସେଦିନ କଣ କହୁଥିଲୁ? ଯାହା କହିଛ ଆଜ୍ଞା ଭୁଲ ହେଇଗଲା। ଝିଅ ପିଲାଟା ଅଛି କିଛି କୁହନା। କହିଲେ କଣ ହବ? ନାଇଁ ଆପଣ କୁହନ୍ତୁ। ମୁଁ କହୁଛି ତୁ କହୁଛୁ ସମସ୍ତେ କହିବା ଦେ। ନା ସେପଟେ ଯାଇପାରିବି? ସୁଯୋଗକୁ କଣ ସିଆଡେ ବି ସୁଯୋଗକୁ? କିରେ ଏଇ ତୋ ମୁଣ୍ଡକୁ କଣ ପିତ୍ତ ଚଢିଗଲାଣି ନା କଣ? ସୁଯୋଗ ସତରେ କହନ୍ତିନି ମଲା ବେଳେ ଜମ ହସାଏ। ମୁଁ ସେଇ ଗୋଟାକ ଠିକ ଅନୁମାନ କରିପାରୁଛି ଯେ ତତେ ଆଜି ଜମ ହସଉଛି। ପ୍ରେମ ହାଣ୍ଡିରେ ଚାଉଳ ହୋଇ ଆଜି ମୁଁ ସିଝୁଛି। ଆଚ୍ଛା ଶୁଣୁ, ତୋ ସିଝା ସିଝି ମୁଁ ସବୁଥିରେ ରାଜି। ତୋ ବୟସ କେତେ? 45 ଉପରକୁ ଧାପ। ସୁଯୋଗକୁ ସୁଯୋଗକୁ ମାଡ଼ଟା ପାଉନି ନାଇଁ କି? ନାଇଁ ଆଜ୍ଞା ଆଉ ଭୁଲ ହେଇଗଲା। ଯାହା ହେଇଗଲା ହେଇଗଲା। କିରେ ଏତେ ଶୀଘ୍ର କଣ ତଳକୁ ପଳେଇ ଆସିଲୁ? ନା ଆପଣଙ୍କୁ ହାତ ଧରି କଥା ଦଉଛି ଆଉ ଏ ଭୁଲ ହବ ନାହିଁ। ଆଉ ଜୀବନରେ ହବ ନାହିଁ ଆଜ୍ଞା। ସତ କହୁଛୁ? ହାଏ ମୁଁ କିନ୍ତୁ ଜାଣିଛି ବାଉଁଶ ଥିଲେ ହିଁ ଯେମିତି ହେଲେ ବି ତୁରୁତୁତୁ ହବ। ସୁଯୋଗକୁ ସେଇଆ ମୁଁ କହୁଛି। ଆଉ ବାଉଁଶ ନଥିଲେ ବେ ମୂର୍ଖ। ପ୍ରେମ ହାଣ୍ଡିରେ ଚାଉଳ ହୋଇ ବୟସ ଆସି 3 କୋଟି 2 ହବ। ତୁ ଆଉ ସୁଯୋଗ ଖୋଜୁଛୁ? ରହ ତ ସୁଯୋଗ। ଆଜି ମୁଁ ସିଝୁଛି। ସୁଯୋଗକୁ 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 ଛାଡ଼ି ସୁଯୋଗକୁ ଛାଡ଼ି ଦେଇ ସ୍ୱାମୀ ସୁଲକ୍ଷଣା ସ୍ୱାମୀ ସୁଲକ୍ଷଣା ସୁଲକ୍ଷଣା ସ୍ୱାମୀ ଦେଖ ସୁଲକ୍ଷଣା ମୁଁ ଆଜି ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଯାଇଛି। ସ୍ୱାମୀ ହେଲେ ସୁଲକ୍ଷଣା ମୁଁ କେମିତି ରୋଗମୁକ୍ତ ହେଲି ସେ କଥାଟା ଜାଣିବନି? କୁହ ସ୍ୱାମୀ କୁହ, ମୁଁ ଜାଣିବା ପାଇଁ ବହୁତ ବ୍ୟାକୁଳ। କୁହ। ଦେବର୍ଷିଙ୍କ କଥା ମାନି ଗଲି ମୁଁ ଚନ୍ଦ୍ରଭାଗା ଥିଲି।
ଆଉ ସେଠାରେ କରିଲି ଘୋର ତପସ୍ୟା ଆରାଧନା କଲି ଗଗନ ଭାସ୍କର। ଦେଖ ସୁଲକ୍ଷଣା ମୁଁ ଆଜି ସମ୍ପୂର୍ଣ୍ଣ ରୋଗମୁକ୍ତ। ହେଲେ ସୁଲକ୍ଷଣା ଆଜିର ଏଇ ଦଶମୀ ତିଥିରେ ମୁଁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଥିବାରୁ ତେଣୁ ଆଜିର ଏଇ ଦିନଟିକୁ ମୋ ନାମରେ ସମସ୍ତେ ସାମ୍ବର ଦଶମୀ ନାମେ ପାଳନ କରିବେ। ସୁଲକ୍ଷଣା ସୁଲକ୍ଷଣା